ଖାସି ମାଂସ କିଛି ଦରକାର ନାହିଁ, ଟିକେ ଝୋଳ ଆଉ ଦୁଇ ଖଣ୍ଡ ଆଳୁ ବାସ୍। ଏଇଠି ଅଛି 4.5 କିଲୋ ମଟନ୍। ଆମ ଘରେ ଟିକେ ଭାଇ ଅଧିକ ଲୋକ, ଆଉ ଯେହେତୁ ବାପାଙ୍କର ଚିହ୍ନା ମଟନ୍ ବାଲା ସବୁବେଳେ ବାଡ଼େଇକି ଦେଇ ଦେଇଥାଏ, ଘରେ ଆସିକି କଟା ହୁଏ। ମଟନ୍କୁ ଧୋଇ ସାରିଲା ପରେ ଲୁଣ ହଳଦୀ ସୋରିଷ ତେଲ ଦେଇକି ସିଝା ହେଇଯାଏ ଫାଷ୍ଟ। ତା ଘରେ ସବୁ ଲୋକ କାମ କରୁଛନ୍ତି ମାନେ ମାଂସ ଆସିଛି ବୋଲି ଜଣା ପଡ଼ିଯାଏ। ଆଳୁରେ ଲୁଣଟା ପରେ ପକାଇକି ଭାଜିବେ। ତେଲରେ ଲଙ୍କାଗୁଣ୍ଡ ଜିରା ଆଉ ଗୋଟା ମସଲା ପକାଇବେ। ତାପରେ ପିଆଜ କଟା କିଛି ପକାଇବେ, ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଆଉ ଲୁଣ ପକାଇବେ, ଟିକେ ଭାଜିବେ। ତାପରେ ପିଆଜ ହେଇ ଆସିଲେ ପିଆଜ ବଟା ଦେବେ, ଅଦା ରସୁଣ ଜିରା ଶୁଖିଲା ଲଙ୍କାର ବଟା ଦେବେ ଆଉ ଟମାଟୋ ପକାଇବେ। ଆଉ ଏଠି ଧନିଆ ଗୁଣ୍ଡ ପକାଇବେ। ତାପରେ ମସଲାଟା ହେଇଗଲା ପରେ ଆଉ ଗୋଟେ ଜାଗା ଟିକେ ତେଲ ପକାଇକି ମସଲାଟାକୁ ଢାଳିବେ। ତାପରେ ସିଝା ମାଂସକୁ ପକାଇକି ମସଲାରେ ପୁରା ବଢ଼ିଆ ସେ କଷିବେ ଭାଇ। ତାପରେ ଟିକେ ଦହି ପକାଇବେ ଭାଇ, ମଟନ୍ କ'ଣ ଲାଗିବ। ତାପରେ ଟିକେ ମରିଚ ଗୁଣ୍ଡ ପକାଇବେ, ତାପରେ ଟିକେ ଗରମ ମସଲା ପକାଇବେ ଭାଇ। ତାପରେ ମଟନ୍ ମସଲା ଟିକେ କଷି ହେଇଗଲା ପରେ ମାଂସ ସିଝା ପାଣିକୁ ଦେଇକି ଭାଇ ବଢ଼ିଆ ସେ ପୁରା ଫୁଟେଇବେ ଭାଇ। ତାପରେ ଭଜା ହେଇଥିବା ଆଳୁକୁ ପକାଇଦେବେ। ଦେଖୁଛନ୍ତି କେମିତି ଟକ୍ ଟକ୍ ହେଇକି ଫୁଟୁଛି ଭାଇ ମଟନ୍। ଓ ଏଇଠି ଆମର ରେଡ଼ି ହେଇଛି ଭାଇ ଗରମା ଗରମ ମାଂସ ଆଳୁ ଝୋଳ। ଭାଇ ଆପଣ ବହୁତ ଜାଗା ମଟନ୍ ଖାଇଛନ୍ତି, ସତ କହୁଛି ଥରେ ଭାଇ କେନ୍ଦ୍ରାପଡ଼ା ଆସିକି ମଟନ୍ ଆଳୁ ଝୋଳ ଖାଇକି ଯାଅ ଭାଇ। ମଟନ୍କୁ ସାଇଡ଼୍ କରିକି ଭାଇ ତୁମେ ଖାଲି ଆଳୁ ଝୋଳ ଖାଇବ। ଆମେ କେନ୍ଦ୍ରାପଡ଼ିଆ ଦିନବେଳା ମଟନ୍ ଖାଇକି ରାତି ପାଇଁ ଝୋଳ ଆଳୁ ବଞ୍ଚେଇକି ରଖୁ ରୁଟି ସହିତ ଖାଇବା ପାଇଁ। ମଟନ୍ଟା ଖାଇଲା ବେଳକୁ ଆପଣ ଦେଖିପାରୁଥିବେ ମଟନ୍ଟା କେତେ ବଢ଼ିଆ। ଆଉ ଯଦି ଭାଗ୍ୟକୁ ନଳିଟା ପଡ଼ିଗଲା କ'ଣ ହେବ କହିଲେ? ଓଃ